ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ଆସିଲେ କାଉଡ଼ିଆମାନଙ୍କର ଭିଡ଼ ଜମେ। ଯୁଆଡ଼େ ଚାହିଁଲେ ବାହୁଙ୍ଗି ଆଉ ପାଣି କଳସୀ ଧରି ଗେରୁଆ ବସ୍ତ୍ର ଧରି ଶ୍ରଦ୍ଧାଳୁମାନେ ବିଭିନ୍ନ ଶୈବପୀଠରେ ଜଳାଭିଷେକ ନିମନ୍ତେ ବାହାରିଥାନ୍ତି। ହର ହର ମହାଦେବ, ବୋଲବମ୍, ଜଟିଆ ବାବା, ଗୁପ୍ତେଶ୍ୱର ବାବା ଏମିତି ଭଗବାନ ଶିବଙ୍କ ନାମ ଉଚ୍ଚାରଣରେ ଚାରିଦିଗ ଯେମିତି ଆଧ୍ୟାତ୍ମିକ ପରିବେଶରେ ଭକ୍ତିମୟ ହୋଇଯାଏ। ତେବେ ଏଠି ମନରେ ପ୍ରଶ୍ନ ଉଠେ, ଶ୍ରାବଣ ମାସରେ କାହିଁକି ଭଗବାନ ଶିବଙ୍କ ମସ୍ତକରେ ଜଳାଭିଷେକ କରାଯାଏ? ଆଜି ଆସନ୍ତୁ ଏ ସମ୍ପର୍କରେ ଜାଣିବା। ସମୁଦ୍ର ମନ୍ଥନ ବେଳେ ନିର୍ଗତ ହେଲା ହଳାହଳ ବିଷ। ଏହି ବିଷର ପ୍ରଭାବରେ ସମଗ୍ର ଜୀବଜଗତ ନଷ୍ଟ ହେବ ବୋଲି ଭୟ ସୃଷ୍ଟି ହେଲା। ତେଣୁ ସେହି ସମୟରେ ଜଗତ କଲ୍ୟାଣ ଲାଗି ହର ହର ମହାଦେବ ଏହାକୁ ପାନ କଲେ। ବିଷର ଜ୍ୱାଳାରେ ତାଙ୍କ କଣ୍ଠଦେଶ ନୀଳବର୍ଣ୍ଣ ଧାରଣ କଲା। ଏହି ବିଷକୁ ଶରୀର ମଧ୍ୟକୁ ଆଉ ଯିବାକୁ ନ ଦେଇ ଏହାକୁ ଭଗବାନ ଶିବ ଗଳାରେ ଅଟକାଇଲେ। ବିଷର ପ୍ରଭାବକୁ କମ୍ କରିବା ସକାଶେ ଭଗବାନ ଶିବ ମସ୍ତକରେ ଅର୍ଦ୍ଧଚନ୍ଦ୍ର ଧାରଣ କରିଥିଲେ। ତାଙ୍କୁ ବିଶ୍ୱ ଜ୍ୱାଳାରୁ ପ୍ରଶମିତ କରିବା ପାଇଁ ସ୍ୱର୍ଗର ଦେବତାମାନେ ଶିବଙ୍କ ମସ୍ତକରେ ଗଙ୍ଗାଜଳ ଢାଳିଥିଲେ। ଏହା ହିଁ ଶ୍ରାବଣ ମାସରେ ଶିବଲିଙ୍ଗରେ ଜଳ ଅର୍ପଣର କାରଣ ବୋଲି ବିଶ୍ୱାସ କରାଯାଏ। ପୁଣି କୁହାଯାଏ, ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ଯେତେବେଳେ ନିଜ ଜୀବନକୁ ହୋମଯଜ୍ଞରେ ତ୍ୟାଗ କଲେ, ସେତେବେଳେ ପ୍ରଭୁ ମହାଦେବ ଦୁଃଖରେ ଏତେ ମ୍ରିୟମାଣ ହୋଇଯାଇଥିଲେ ଯେ ସେ ଘୋର ତପସ୍ୟାରେ ଲୀନ ହୋଇଗଲେ। ତେଣୁ ମାତା ସତୀ ହିମାଳୟ ପର୍ବତର କନ୍ୟା ରୂପରେ ଜନ୍ମ ନେଲେ ଏବଂ ମହାଦେବଙ୍କୁ ପତି ରୂପେ ପାଇବାକୁ କଠୋର ତପସ୍ୟା କଲେ। ତାଙ୍କ ତପସ୍ୟାରେ ପ୍ରସନ୍ନ ଲାଭ କରି ଭଗବାନ ଶିବ ତାଙ୍କ ମନସ୍କାମନା ପୂର୍ଣ୍ଣ କଲେ ଏବଂ ମହାଶିବରାତ୍ରିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଏହି ଶ୍ରାବଣ ମାସରେ ହର ହର ମହାଦେବ ଏବଂ ମାତା ପାର୍ବତୀଙ୍କର ମିଳନର ସମୟ ବୋଲି ବିବେଚନା କରାଯାଏ। ତେଣୁ ଶ୍ରାବଣ ମାସଟି ଉଭୟ ଶିବ ଏବଂ ପାର୍ବତୀଙ୍କର ପ୍ରିୟ ମାସ ବୋଲି ଧରାଯାଏ। ଏହି ଶ୍ରାବଣ ମାସର ସୋମବାର ଅଧିକ ଶୁଭଙ୍କର ହୋଇଥିବାରୁ ଏହି ଦିନରେ ଦାନ, ପୁଣ୍ୟ, ପୂଜା ପାଠ, ବ୍ରତ ଉପବାସ କଲେ ଭଗବାନ ଶିବ ଅଧିକ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଏହି ଶ୍ରାବଣ ମାସରେ ବିଭିନ୍ନ ଶୈବପୀଠରେ କାଉଡ଼ିଆ ଭକ୍ତମାନେ ଶିବଲିଙ୍ଗରେ ଜଳ ଢାଳି ନିଜର ମନସ୍କାମନା ପୂରଣ କରନ୍ତି। ପୁରାଣରେ ବର୍ଣ୍ଣିତ ଅଛି ଯେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ସହଜ ମାର୍ଗ ହେଉଛି କାଉଡ଼ିଆ ଯାତ୍ରା। କଥିତ ଅଛି, ଭଗବାନ ପରଶୁରାମ ପ୍ରଥମେ ଏହି କାଉଡ଼ିଆ ଯାତ୍ରା ଆରମ୍ଭ କରିଥିଲେ। ସେ ଶ୍ରାବଣ ମାସରେ ଗଡ଼ ମୁକ୍ତେଶ୍ୱର ଧାମରୁ ଗଙ୍ଗାଜଳ ନେଇ ଉତ୍ତରପ୍ରଦେଶର ବାଗପତରେ ଥିବା ପୁରା ମହାଦେବଙ୍କୁ ଗଙ୍ଗାଜଳରେ ଅଭିଷେକ କରିଥିଲେ। ସେହି ଦିନଠାରୁ ଏହି କାଉଡ଼ିଆ ପରମ୍ପରା ଆଜି ପର୍ଯ୍ୟନ୍ତ ରହିଛି। ଆନନ୍ଦ ରାମାୟଣରେ ଉଲ୍ଲେଖ ଅଛି ଯେ ଶ୍ରାବଣ ମାସରେ ପ୍ରଭୁ ରାମଚନ୍ଦ୍ର ପ୍ରଥମେ ବିହାରର ସୁଲତାନଗଞ୍ଜରୁ ଗଙ୍ଗାଜଳ ସଂଗ୍ରହ କରି ଦେଓଧରରେ ଥିବା ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗରେ ଜଳାଭିଷେକ କରିଥିଲେ। ପ୍ରାଚୀନ ଗ୍ରନ୍ଥରେ ରାବଣଙ୍କୁ ପ୍ରଥମ କାଉଡ଼ିଆ ଭକ୍ତ ଭାବେ ବର୍ଣ୍ଣନା କରାଯାଇଛି। ସମୁଦ୍ର ମନ୍ଥନରେ ଭଗବାନ ଶିବ ଯେତେବେଳେ ହଳାହଳ ବିଷ ପାନ କରି ଏ ସୃଷ୍ଟିକୁ ରକ୍ଷା କଲେ, ସେତେବେଳେ ଅନେକ ନକାରାତ୍ମକ ଶକ୍ତି ଭଗବାନ ଶିବଙ୍କୁ ଘେରିଗଲେ। କିନ୍ତୁ ରାବଣ ଭଗବାନ ଶିବଙ୍କ ପାଖରୁ ଯେପରି ନକାରାତ୍ମକ ଶକ୍ତି ଦୂରେଇଯିବ ସେଥିପାଇଁ ଧ୍ୟାନ କଲେ ଏବଂ ଗଙ୍ଗା ଜଳ ନେଇ ମହାଦେବଙ୍କୁ ଅଭିଷେକ କଲେ, ଯାହାଦ୍ୱାରା ପ୍ରଭୁ ନୀଳକଣ୍ଠ ସମସ୍ତ ନକାରାତ୍ମକ ଶକ୍ତିରୁ ରକ୍ଷା ପାଇଲେ। ତେଣୁ ରାବଣ ମଧ୍ୟ ପ୍ରଥମ କାଉଡ଼ିଆ ଯାତ୍ରା ପରମ୍ପରା ଆରମ୍ଭ କରିଥିଲେ ବୋଲି ବିଶ୍ୱାସ କରାଯାଏ। କିଛି ବିଜ୍ଞ ଲୋକମାନେ ମତ ଦିଅନ୍ତି ଯେ ତ୍ରେତୟା ଯୁଗରେ ଶ୍ରବଣ କୁମାର ପ୍ରଥମ କାଉଡ଼ିଆ ଯାତ୍ରା ଆରମ୍ଭ କରିଥିଲେ। ସେ ନିଜର ଦୃଷ୍ଟିବାଧିତ ପିତାମାତାଙ୍କୁ ତୀର୍ଥଯାତ୍ରା ନେବା ଉଦ୍ଦେଶ୍ୟରେ କାଉଡ଼ିରେ ବସାଇ ନେଇଥିଲେ। ତାଙ୍କ ପିତାମାତାଙ୍କ ଅଭିଳାଷ ଥିଲା ହରିଦ୍ୱାରରେ ଗଙ୍ଗା ସ୍ନାନ କରିବେ। ତେଣୁ ସେ ନିଜ ପିତାମାତାଙ୍କୁ କାଉଡ଼ିରେ ବୋହି
ହରିଦ୍ୱାର ନେଇ ଗଙ୍ଗା ନଦୀରେ ସ୍ନାନ କରାଇଥିଲେ ଆଉ ଫେରିବା ସମୟରେ ସାଥିରେ ଗଙ୍ଗାଜଳ ନେଇ ଆସିଥିଲେ। ତେଣୁ ସେହି ସମୟରୁ ଶ୍ରାବଣ ମାସରେ କାଉଡ଼ିଆ ଯାତ୍ରା ପରମ୍ପରା ଆରମ୍ଭ ହୋଇଥିଲା ବୋଲି ମଧ୍ୟ ବିଶ୍ୱାସ କରାଯାଏ। କେଉଁ କାଳରୁ ଆଜି ପର୍ଯ୍ୟନ୍ତ ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ କାଉଡ଼ିଆ ଭକ୍ତମାନେ ପାଦରେ ଚାଲି ଚାଲି ବୋଲବମ୍ ଏବଂ ବିଭିନ୍ନ ଶୈବପୀଠର ନାମ ଧରି ଯେକୌଣସି ଏକ ନଦୀରୁ ଲୋଟାରେ ଜଳ ଭର୍ତ୍ତି କରି ଶିବଲିଙ୍ଗ ଉପରେ ଜଳ ଢାଳନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଶୈବପୀଠରେ ମଧ୍ୟ ଶ୍ରାବଣ ମାସର ପ୍ରତି ସୋମବାରରେ ଏହି କାଉଡ଼ିଆ ଭକ୍ତମାନଙ୍କର ଭିଡ଼ ଜମେ। ବିଶେଷ କରି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ମଧ୍ୟ ସବୁ ବର୍ଷ ଶ୍ରାବଣ ମାସର ସୋମବାରରେ କାହିଁ କେତେ ଦୂରରୁ କାଉଡ଼ିଆମାନେ ଆସି ଜଳାଭିଷେକ କରନ୍ତି। ଆମେ ଆଜ୍ଞା ଅନୁଗୁଳ ଡିଷ୍ଟ୍ରିକ୍ଟ ଆସିଛୁ। ଅନୁଗୁଳ ଡିଷ୍ଟ୍ରିକ୍ଟ କଣିହା ବ୍ଲକରୁ ଆମେ ଆସିଛୁ। ନାଁଟା? ମୋ ନାଁ ହେଉଛି ପ୍ରଶାନ୍ତ ବେହେରା। ଆଚ୍ଛା, ଆପଣ କେବେ ବାହାରିଲେ ସେଠୁ? ଆମେ ବାହାରିଲୁ ଆଜ୍ଞା ଶନିବାର ଦିନ ଦିନ 2ଟା ସମୟରେ ବାହାରିଲୁ। ଆଚ୍ଛା, ମାନେ 15 ତାରିଖରେ, ଜୁଲାଇ 15ରେ। ଆଜ୍ଞା। ଆଚ୍ଛା, ଆପଣ ଏଇଠି ଯାଉଛନ୍ତି କୁଆଡ଼େ ବର୍ତ୍ତମାନ? ଆମେ ଗୁପ୍ତେଶ୍ୱର ମନ୍ଦିରକୁ ଯାଉଛୁ, ପାଣି ଢାଳିବୁ, ଆମ ମାନସିକ ଅଛି। ଆଚ୍ଛା, ତେବେ ଏତେ ଦୂର କାହିଁ ଆସିଲେ ଗୁପ୍ତେଶ୍ୱରକୁ? ଆମ ଠାକୁର ବାବାଙ୍କ ପ୍ରତି ବିଶ୍ୱାସ ଅଛି। ଏତେ ଆମ ଠାକୁର ଆମର ଗୁପ୍ତେଶ୍ୱର ମନ୍ଦିର ଆମେ ଫାଷ୍ଟ କଥା କେବେ ଆସିନୁ। ଆମର ସମସ୍ତଙ୍କର ମାନସିକ ଅଛି, ବାବାଙ୍କୁ ପାଣି ଢାଳିକି ଯିବୁ। ଆଉ କେତେ ଜଣ ଆସିଛନ୍ତି? ଆମେ ଆସିଛୁ 30 ଜଣ। ଆଚ୍ଛା, ଗାଡ଼ି ନେଇକିରି ଆସିଛନ୍ତି? ଆଜ୍ଞା। ଆଚ୍ଛା, ଆପଣଙ୍କର ଅନୁଗୁଳ ସିଟ୍ ତ ଅଛି ଶୈବପୀଠ? ଅନୁଗୁଳ ଅଛି, ସେଠି ବି ଆମେ ଆଗରୁ ଆମେ ପ୍ରତ୍ୟେକ ବର୍ଷ ସେଠି ବି ଢାଳିଛୁ। ଆମେ ପୂର୍ବ ବର୍ଷ ଆମେ ଢାଳିଛୁ। ତେଣୁ ଆମର ବି ମନରେ ମାନସିକ ଅଛି କୋରାପୁଟ ଯାଇକି ବାବା ଗୁପ୍ତେଶ୍ୱରକୁ ଦର୍ଶନ କରିବୁ। ତେବେ ଏଇ ଯେଉଁ ଗୁପ୍ତେଶ୍ୱର ଆଗରୁ ଆସିଥିଲେ? ନା ନା, କେବେ ଆସୁନ, ଏଇଟା ଆମର ଫାଷ୍ଟ। ଆପଣଙ୍କର କ'ଣ ମାନସିକ ଅଛି? ମୋର ଆଜ୍ଞା ମାନସିକ ମୋର ଅଛି ଠାକୁର କେମିତି ମାନସିକ ବୋଲି ମୋର ମୋ ପରିବାର ସମସ୍ତେ କିନ୍ତୁ ଭଲ ରହିବେ, ଏଇଟା ମୋ ଠାକୁର ମାନସିକ। ଭାଇ, ଆପଣଙ୍କ ନାଁଟା କ'ଣ କହିଲେ? ସନ୍ତୋଷ କୁମାର ପ୍ରଧାନ। କେଉଁଠୁ ଆସିଛନ୍ତି? ତାଳଚେର। ଆଚ୍ଛା, ଆପଣ କୁଆଡ଼େ ଆସିଛନ୍ତି? ଗୁପ୍ତେଶ୍ୱର ଯେଉଁ ଠାକୁର ଶୈବପୀଠକୁ। କ'ଣ ଆପଣ ବୋଲବମ୍ ନେଇକି ଆସିଛନ୍ତି? ଆଜ୍ଞା। ଆଚ୍ଛା, କ'ଣ ଅଭିଳାଷ ଅଛି ଆପଣଙ୍କର, କ'ଣ ମାନସିକ ଅଛି? ମାନସିକ ତ ଥିଲା ଯେ ଏପଟେ ଆସିଥିଲା, ଏବେ ଆସିଛୁ ଏ ବର୍ଷ। ଆଚ୍ଛା, ଆଗରୁ ଆସିଥିଲେ ଗୁପ୍ତେଶ୍ୱରକୁ? ନାଇଁ, ହଁ, କେବଳ ଆପଣ ଟିଭିରେ ଦେଖିଥିଲେ? ଆପଣଙ୍କ ନାଁ ଟିକେ କୁହନ୍ତୁ। ନା ସତ୍ୟଜିତ ସାହୁ। କେଉଁଠୁ ଆସିଛନ୍ତି? ଆମେ ଆସିଛୁ ପାରାଦ୍ୱୀପରୁ। କେତେ ଜଣ ଆସିଛନ୍ତି? 4-5 ଜଣ ଆସିଛୁ। ପ୍ରଥମ ଥର ଆସୁଛନ୍ତି ନା ପୂର୍ବରୁ ଆସିଛନ୍ତି? ଦ୍ୱିତୀୟ ଥର ପାଇଁ ଆସିଛୁ। ଗୁପ୍ତେଶ୍ୱର ବାବାଙ୍କର ପୀଠ ଆପଣ ଦର୍ଶନ କଲା ପରେ କେମିତି ଲାଗେ, କ'ଣ ଅନୁଭବ କେମିତି କୁହନ୍ତୁ? ତ ପ୍ରଥମେ ଆମେ ଆସିଥିଲୁ 4-5 ବର୍ଷ ତଳେ ଆସିଥିଲୁ। ହଁ, କେମିତି କ'ଣ କେମିତି ଲାଗୁଛି ତ ଆମେ କହିପାରିବୁନି। ଏବେ କ'ଣ ନୂଆକିରି ହେଇଛି, ଦେଖିଲା ପରେ ଯାହା ଜଣାପଡ଼ିବ। କ'ଣ ଗୋଟେ ମାନସିକ ନେଇକି ଆସିଛନ୍ତି ନା ନାଇଁ? ପ୍ରତିବର୍ଷ ଏମିତି ଆପଣ ବିଭିନ୍ନ ସ୍ଥାନକୁ ଯାଆନ୍ତି? ନାଇଁ ନାଇଁ, ଆମେ ପ୍ରତିବର୍ଷ ତ ସେମିତି ମାନସିକ ତ ସେମିତି ନାହିଁ। ଠାକୁରଙ୍କ କତିକି ଯେତେ ଦିନ ପାଇଁ ସେମିତି ଥବୁ, ବାବାଙ୍କ କତିରେ ଜଳ ଅଭିଷେକ କରିଥିବୁ ଶ୍ରାବଣ ମାସରେ। ଆଜି ପାଖାପାଖି ଆପଣ 60 କିଲୋମିଟର ଚାଲିକି ଯିବେ, ତ ସେଇ ଯେଉଁ କଷ୍ଟଟା କେମିତି କ'ଣ ଲାଘବ ହେବ? କଷ୍ଟ କ'ଣ ଲାଘବ, ଠାକୁରଙ୍କ ଡୋରି ଥିଲେ ସବୁ ଜିନିଷ ହେଇପାରିବ, ସମ୍ଭବ ହେଇପାରିବ। ଶିବଶଙ୍କର ଦଳେ। କେତେ ବର୍ଷ ହେଲା ଆସୁଛନ୍ତି ଏଠିକି? 2 ବର୍ଷ ହେଲା। ଆପଣଙ୍କ ନାଁ କ'ଣ? ରଞ୍ଜିତ କୁମାର ସାହୁ। ଆପଣ ଯେଉଁ ଏଠିକି ଆସୁଛନ୍ତି ବାବା ଗୁପ୍ତେଶ୍ୱର ପାଖକୁ, କିଛି ମାନସିକ ନେଇକି ଆସିଛନ୍ତି ନା ନାଇଁ କେବଳ ଏମିତି? ବାବାଙ୍କର ଡୋରି ଲାଗିଲେ ଆସିପାରିବି। ଆଚ୍ଛା ଆଚ୍ଛା, ହଁ ହଁ। ଏଇଠୁ ପୁଣି ପାଖାପାଖି ଆପଣ 60 କିଲୋମିଟର ଚାଲିକି ଯିବେ, କେତେ ସମୟ ଲାଗିବ? ଗୋଟେ ଏଠି ଆମେ 3-4ଟା ଉଠା ବୋଲେ ସେ ପହଞ୍ଚିଯିବୁ ସକାଳ 7ଟା। ଏତେ ବାଟ ଚାଲିବାରେ କଷ୍ଟ ହବନି? ଗୋଟେ ଟାଇମ୍ ଗୋଟାରେ ଷ୍ଟପେଜ କରିବୁ। ଆଜ୍ଞା, ଅନିଲ କୁମାର ସାହୁ। ଆପଣ କେଉଁଠୁ ଆସିଛନ୍ତି? ବ୍ରହ୍ମପୁରରୁ ଆସିଛୁ। ବାବା ଗୁପ୍ତେଶ୍ୱର ପାଖକୁ ଯିବେ ଆପଣ? କେମିତି ମାନେ ପାଖାପାଖି 60 କିଲୋମିଟର କେମିତି କ'ଣ ଯିବେ ଭାବୁଛନ୍ତି? ବାବାଙ୍କ ଦୟାରେ ପଳଉ। ଆଜ୍ଞା ଆଜ୍ଞା। ପ୍ରଥମ ଥର ଆସିଛନ୍ତି ନା ପୂର୍ବରୁ ଆସିଥିଲେ? ଏଇ ଜାଗାକୁ ପ୍ରଥମ ଥର ଆସିଛୁ। କେମିତି କ'ଣ ଶୁଣିଲେ ଯେଉଁ ଗୁପ୍ତେଶ୍ୱର ବାବାଙ୍କ ବିଷୟରେ? ଆମର ଏଠି ରିଲେଟିଭ ଅଛନ୍ତି। ଏତେ ବାଟ ଚାଲିବାରେ କଷ୍ଟ ହବନି? ବାବା ଯାହା କରିବେ। ଆପଣଙ୍କ ନାଁ କ'ଣ? କାହ୍ନା ମାଙ୍ଗୁଡ଼। ଆଚ୍ଛା, ପୂର୍ବରୁ ଅନ୍ୟ କୌଣସି ଶୈବପୀଠ ଯାଇଛନ୍ତି ନା ଏଇଟା ପ୍ରଥମ? ପୂର୍ବରୁ ଯାଇଥିଲୁ ଆମର ଗାଁ ପାଖରେ। ହଁ, କେଉଁଠି? ଶଙ୍କଳେଶ୍ୱର। ବାବାଙ୍କ ଇଚ୍ଛା, ବାବା ଯାହା କରିବେ। ପ୍ରଥମ ଥର ଆସିଛ ନା ପୂର୍ବରୁ କେବେ ଆସିଥିଲେ? ବର୍ତ୍ତମାନ କେଉଁଠୁ ଯିବେ? ବିଶ୍ୱାସ ରହିଛି ଶ୍ରାବଣ ମାସର ସୋମବାରରେ ଭଗବାନ ଶିବଙ୍କୁ ଜଳ ଅର୍ପଣ କଲେ
ଜୀବନର ଯେତେ ସବୁ ବାଧା ବିପଦ ଝଡ଼ ଝଞ୍ଜା ଦୁଃଖ ଶୋକ ଦୂର ହୁଏ। ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା ଉପାସନା କଲେ ଭକ୍ତର ସବୁ ମନସ୍କାମନା ଫଳବତୀ ହୁଏ। ତେଣୁ ଭକ୍ତି ଚିତ୍ତରେ ଉଚିତ ମାର୍ଗରେ ଆମେ ଶ୍ରାବଣ ମାସର ଏହି କାଉଡ଼ିଆ ପରମ୍ପରାକୁ ସଜୀବ ରଖିବା। ଶୈବପୀଠ ପରିବେଶର ସୁରକ୍ଷା ଆଉ ସ୍ୱଚ୍ଛତା ପ୍ରତି ସଜାଗ ଆଉ ସଚେତନ ରହିବା। ଧର୍ମୀୟ ଭାବନାରେ ଭଗବାନ ଶିବଙ୍କ ଲିଙ୍ଗରେ ଜଳ ଢାଳି ନିଜ ନିଜ ଘରକୁ ଫେରିଆସିବାକୁ ଚେଷ୍ଟା କରିଲେ ଏହି ମହାନ ପରମ୍ପରା ସବୁଦିନ ପାଇଁ ଉଜ୍ଜୀବିତ ହୋଇ ରହିବ। ଏଥିରେ ତିଳମାତ୍ର ସନ୍ଦେହ ନାହିଁ।